एकमात्र शिल्पपति मोर काउंटी टंका आनिलु तुमरो काहाको टंका देले सारेली हाँ सही हरानी जदा विजय सिंह मो पाकरु 3 कोटी टंका जहाँ बलवंताय सामंतराय हाँ श्री बिंदु से घी अमेरिकन टीका मुझे को तैयार करना पड़ता है हाँ सभी भी श्री विजय सिंह श्री पकड़ो वो 3 कोटी टंका नहीं हाँ बापा तमें मुझको छाड़ी आर को चली गला ए श्रीमंदिर घरटा खाली खाली लगुचे प्रत्येक मुहूर्ते तमरी भल पाइबा तमर स्नेह मत मत मन पड़ जाऊे आज तुम कथा मत भारी मन पड़ुछे हाँ ये देख ना आज को झील बसी 12 वर्ष हो गला ठीक तम पड़ी भारी जिदिया ताको बुझेबा भारी कष्ट ए देखुन भाई चतुरा मत संगे झोर बसी जाइए जाए तार देखा नाई संजय नहीं आसिलानी मु कौन करी ए पागिणी झील सहित आ पारी हेलानी सतरे उर्वशी बापा यही तुलसी चौरा मूले आम तो सुख दुखर कथा होते तुम हसरे मु हसु थाए तुम कांदरे मु कांदे थाए हेले सारा जीवन संसार करबा कथा दे कथा रखिलानी तमे मते एक करी तमे आर पारी को चली गला आज तुम कथा मते भारी मने पड़ुछे मते सब बेले डर लागुछे ये मिछ दुनिया रे मो झियो को नै मु केमिति बचिबी सतरे मते भारी डर लागुछे अरे बलवंत बाबू आपण एते राति अधरे मो पाखरे कौन पर हसुती अरे कहत बलवंत बाबू कहीं हसुती आपण मोसामी गुड्डाड़ कोटी टंका देछु बोली ता साके प्रमाण आपण पटको अछि आ देतो मते साके प्रमाण देतो अच्छिलो बड़ा बापरे सब उला बबर सब संस्कृत अछि तो सब मो पाखर 1.5 कोटी टंका नैथिला रे मोई लवरे सब टंकार प्रमाण पत्र अछि हालो चिंता कर सही टंका केमी मत सुझी देखो तो बलवंत बाबू मुझे हाथ जोड़ी नेउरा कहूँ मु टंका पाई बोली मो घर को दे पारिबिनी अरे ए घर को मु निज हाथ गड़ी श्रीमंदिर करुछि मु टंका पाई बोली मो घर को दे
ଦେଇପାରିବିନି। ଯଦି ଏ ଘର ମୋ ମୁଣ୍ଡ ଉପରୁ ଛଡାଇ ନେବ ତ ମୋ ଝିଅ କରି ମୋର ହେବି କୋଉଠି? ମୁଁ ଆପଣଙ୍କ ହାତ ଯୋଡୁଛୁ ବାବୁ, ମୁଁ ଏ ଘରକୁ ଦେଇପାରିବିନି। ଆପଣ ଯାହା କହିବେ ମୁଁ ତାହା କରିବି, କିନ୍ତୁ ମୁଁ ମୋ ଘରକୁ ଦେଇପାରିବିନି ବାବୁ, ମୁଁ ଦେଇପାରିବିନି। এই ঘরର ଧନ ସମ୍ପତ୍ତି ଆହୁରି ଅଧିକ ମୂଲ୍ୟବାନ ଜିନିଷ ଅଛି। ବାବୁ ମତେ କଣ କଣ କରିବ? ଆରେ କୁହନ୍ତୁ, ମୁଁ ଯାହା କରିବି, ଯାହା କହିବ ମୁଁ ତାହା କରିବି। ସୁଚିତ୍ରା ଦେବୀ, ତମର এই ଯୌବନକୁ ଗୋଟେ ରାଜି ପାଇଁ ସାଥୀ ହେଇପାରିବ। କଣ ଭାବିଲୁ ମତେ? ଆରେ ହେଇଥାଇପାରେ ମୁଁ ନାରୀ ଦୁର୍ବଳ, କିନ୍ତୁ ନାରୀ ଯଦି ରାଗିଯାଏ ନା ନିଆଁ ଲାଗିଯାଏ ସାରା ବିଶ୍ୱରେ। ହଁ, ଆଉ ଗୋଟେ କଥା ମନେ ରଖ, ମିଷ୍ଟର ବଳବନ୍ତ ସାମନ୍ତରାୟ, ନା ମୁଁ ଦେବି ମୋ ଘର, ନା ମୁଁ ଦେବି 1.5 କୋଟି ଟଙ୍କା। ମୋ ନେବି ସୁଚିତ୍ରା ଦେବୀ। ତୁ ମୋର କଣ କରିବି ମୁଁ ଦେଖିନେବି। ମନେ ରଖ, ଆସୁଛି। କିଛି ଭଲ କଲିନି ନା, ମୁଁ ତତେ ଛାଡ଼ିବିନି। ଆମେ ସୁଯୋଗ ଦେଖି ମୁଁ ତତେ ଏ ଘର ଧନ ସମ୍ପତ୍ତି ଏ ଘରରୁ ବାହାର କରିଦେବି। କେମିତି ହେଲେ ବି ମୋ 1.5 କୋଟି ଟଙ୍କାଟା ମୋ ହାତରେ କରିବି। ଆସୁଛି ମୋ ନାଁ ହେଉଛି ଭଗବତ ସାମନ୍ତରାୟ। ମତେ କି ଡ୍ୟୁଟି ଲଗାଇ ଦେଇ ଗଲେ ଯେ ମୋର ବ୍ରେକ୍ ନାହିଁ। ମୋ ପାଦ ଦୁଇଟା ପୁରା ପଥର ହେଇଗଲାଣି। ଆଲୋ ଆଲୋ, ମୋ ସୁନା ଭାଣିଛି ପରା। ଆଲୋ ଆଲୋ, ମୋ ପାଖକୁ ଆଲୋ ଆଲୋ। ସବୁଦିନ ପାଳନ ହବ। ଆରେ ତୁ ପର ମୋର ଗୋଟିଏ ବୋଲି ଭାଣିଛି, ତୋ ମାମୁଁ ଚତୁର ମହାନ୍ତି ଅଛି ମାନେ ତୋର ସବୁଦିନ ପାଳନ ହବ। ତୁ ଖାଲି ମୋ ପାଖକୁ ଥରେ ଆଇଲୁ। ଆଲୋ ଆଲୋ, ମୋ ସୁନାଟା ପରା। ଆଲୋ ଆଲୋ। ମୋ ଜନ୍ମଦିନରେ ମୋ ସାଙ୍ଗମାନଙ୍କୁ ଡାକିବି। ମୋର ମଧ୍ୟ କେକ୍ କଟା ହବ ନା? ଆଲେ ମାର ବସି, ତୋର ଜନ୍ମଦିନରେ କେକ୍ ରୁଟି ପାଉରୁଟି ସବୁ କଟା ହବ, ବିସ୍କେଟ ଚକଲେଟ ସବୁ ଦିଆ ହବ। ତୁ ଖାଲି ମୋ ପାଖରେ ଥରେ ଆଇଲୁ, ମୁଁ ତତେ ଟିକେ ବୁଝେଇ ଦିଏ, ତାପରେ ତୋ କଥା ସବୁ ମାନିବି। ଆଲୋ ଆଲୋ। ମୋ ଜନ୍ମଦିନରେ କଣ କଣ ସବୁ ଆଣିଦେବ? ତମ ପାଖରେ ଟଙ୍କା ଅଛି ତ? ଏଇ ତ କଥା। ଆଲୋ ମାର ବସି, ତୋ ମାମୁଁ ଚତୁର ମହାନ୍ତି ପାଖରେ ନିଜ ଡଖ କୁଟ କପଟ ଛନ୍ଦ ସବୁ ବସ୍ତା ବସ୍ତା ରହିଛି, ହେଲେ ଟଙ୍କା ନାହିଁ। ସିଏ ବି ହଉନ କାହିଁକି, ଟଙ୍କା କଥା କହିଲା ବେଳକୁ ମୋ ପ୍ୟାଣ୍ଟ ପୁରା ଢିଲା ହେଇଯାଉଛି। ମୋ ପାଇଁ ଖେଳନା ସବୁ ଆଣିଦେବ, ହେଲେ ମୋ ବାପାକୁ ଆଣିକି ପାରିବ? ଆରେ କୁହ ଶ୍ୱଶୁର ମାମୁଁ।
ଜମା ପାଇବନି ଶୁଣିଲା ନା ବରା ତୁ ଜମା ପାଇନି ମୁଁ ତମେ ସମ୍ମାନ ଆରେ ଚତୁର ଭାଇ କଣ ହେଇଛି ଝିଅ କଣ ପାଇଁ କାନ୍ଦୁଛି ଆରେ କଣ ହେଇଛି ତାର ଝିଅ କଣ ହେଇଛି ତୋର ତୁ ଏମିତି କାଇଁ କାନ୍ଦୁଛୁ ଆରେ କହ ଆରେ ଜମା ମାନି ନାହିଁ ଖାଲି ଗୋଟିଏ ଜିଦ ଧରି ବସୁଛି ମତେ ମୋ ବାପା ଦରକାର ଖାଲି ଖାଲି କାନ୍ଦୁଛି ଦେଖୁନୁ କେମିତି କାନ୍ଦୁଛି ଓହୋ ଆଲୋ ଏ ଝିଅ ବସେ ତୁ ଏମିତି ପାପା କଥା ପାଇଁ ଜିଦ୍ କରି ବସିଲେ ମୁଁ ତ ରହିପାରିବିନି ଆଲୋ ଏ ପାଗେଳି ବାପା ନଥିଲେ କଣ ହେଲା ମୋ ଉପରେ ତ ମା ଅଛି ସବୁବେଳେ ତୋ ପାଖରେ ରହିବି ହେଲେ ତୁ କେବେ ବି ତୋ ବାପା କଥା ମନେ ପକେଇ କାନ୍ଦିବୁନି ହସିଲେ ମୁଁ ଜାଣିଛି ବାପା ଆଉ ଆମ ପାଖରେ ଫେରିବେନି ମୁଁ କାନ୍ଦି ତ ଦେବିନି ମା ଝିଅ ତୁ ତ ପରା ମୋର ଗୋଟିଏ ବୋଲି ଝିଅ ମୁଁ ସମସ୍ତ ପୂରଣ କରିବି ବାବାର କଣ ହେଲା ମୋ ଉପରେ ତ ବଳ ଅଛି